କେବେ ଭାବିଛନ୍ତି ଜଣେ ଶାସକଙ୍କର ଗୋଟିଏ ନିଷ୍ପତ୍ତି କେମିତି ଗୋଟେ ପୂରା ସାମ୍ରାଜ୍ୟର ଭାଗ୍ୟ ବଦଳି ଦେଇପାରେ? ଆଜି ଆମେ ସେମିତି ଏକ କାହାଣୀ ବିଷୟରେ କଥା ହେବା। ଏଇଟା ଖାଲି ଜଣେ ରାଜାଙ୍କ କାହାଣୀ ନୁହେଁ, ଏହା ହେଉଛି ଏକ ବିରାଟ ପରିବର୍ତ୍ତନର କାହାଣୀ ଯାହା ଇତିହାସର ମୋଡ଼କୁ ସବୁଦିନ ପାଇଁ ବଦଳେଇ ଦେଇଥିଲା। ଚାଲନ୍ତୁ ଆରମ୍ଭ କରିବା। ଦେଖନ୍ତୁ, ଏଇଟି ହିଁ କାହାଣୀର ସବୁଠୁ ବଡ଼ ପ୍ରଶ୍ନ। ଜଣେ ହିଁ ମଣିଷ, କିନ୍ତୁ ନା ଦୁଇଟା, ଆଉ ଦୁଇଟାଯାକ ପୂରାପୂରି ଅଲଗା। ଗୋଟେ ପଟେ ଚଣ୍ଡ ଅଶୋକ ମାନେ ଭୟଙ୍କର, ଆଉ ଅନ୍ୟପଟେ ମହାନ ଅଶୋକ। କେମିତି ସମ୍ଭବ ହେଲା ଏତେ ବଡ଼ ପରିବର୍ତ୍ତନ? ତେବେ ଆସନ୍ତୁ କାହାଣୀର ଆରମ୍ଭକୁ ଯିବା। ଅଶୋକ ଯେତେବେଳେ ଶାସନ ଆରମ୍ଭ କଲେ, ତାଙ୍କ ମୁଣ୍ଡରେ କେବଳ ଗୋଟିଏ ହିଁ କଥା ଥିଲା, ବିଜୟ। ବାସ୍, ଖାଲି ବିଜୟ। ତାଙ୍କ ପାଇଁ ଶାସନ ମାନେ ଥିଲା ଯୁଦ୍ଧ କରିବା ଆଉ ନିଜ ସାମ୍ରାଜ୍ୟକୁ ବଢ଼େଇ ଚାଲିବା। ଆଉ ଜାଣିଛନ୍ତି, ତାଙ୍କର ଏଇ ଯୋଉ ଆକ୍ରମଣାତ୍ମକ ନୀତି ଥିଲା, ସେଥିପାଇଁ ହିଁ ଲୋକେ ତାଙ୍କୁ ଡାକୁଥିଲେ ଚଣ୍ଡ ଅଶୋକ, ମାନେ ଭୟଙ୍କର ଅଶୋକ। ହଁ, ସେ ଜିତୁଥିଲେ, ତାଙ୍କର ଖ୍ୟାତି ବି ଥିଲା, କିନ୍ତୁ ସେହି ଖ୍ୟାତି ପଛରେ ଥିଲା ନିଷ୍ଠୁରତା ଆଉ ରକ୍ତର ଦାଗ। କିନ୍ତୁ ସବୁବେଳେ ସବୁକିଛି ସମାନ ରହେନି। ଗୋଟିଏ ଘଟଣା ଘଟିଲା, ଯାହା ସବୁକିଛିକୁ ଓଲଟପାଲଟ କରିଦେଲା। ସେହି ଘଟଣା ହିଁ ତାଙ୍କ ପରିବର୍ତ୍ତନର ମୂଳଦୁଆ ପକାଇଲା, ଆଉ ସେଇଟା ଥିଲା କଳିଙ୍ଗ ଯୁଦ୍ଧ। ହଁ, କଳିଙ୍ଗ ଯୁଦ୍ଧରେ ଅଶୋକ ଜିତିଲେ ସତ, କିନ୍ତୁ ସେହି ଜିତର ଦାମ କେହି କେବେ କଳ୍ପନା ବି କରିନଥିବେ। 1 ଲକ୍ଷରୁ ବି ଅଧିକ ଜୀବନ ଚାଲିଗଲା, ଆଉ ଆହତ କେତେ ହେଲେ, କେତେ ପରିବାର ଉଜୁଡ଼ିଗଲା, ତାର ତ ହିସାବ ହିଁ ନାହିଁ। ଆଉ ସେତେବେଳେ ହିଁ ସେହି ମୁହୂର୍ତ୍ତ ଆସିଲା। ଯୁଦ୍ଧ ପରେ ଅଶୋକ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ବୁଲୁଥିଲେ, ସେ ନିଜ ଆଖିରେ ସେହି ବିନାଶକୁ ଦେଖିଲେ। ଏଥର ଏହା କେବଳ ସଂଖ୍ୟା ନଥିଲା, ଏହା ଥିଲା ବାସ୍ତବତା। ସେ କେବଳ କାହାଠୁ ଶୁଣି ନଥିଲେ, ସେ ନିଜେ ସେହି ଭୟଙ୍କର ଦୃଶ୍ୟକୁ, ସେହି ଦୁଃଖକୁ ଅନୁଭବ କରୁଥିଲେ। ଆଉ ସେଇଠି, ଠିକ୍ ସେହି ମୁହୂର୍ତ୍ତରେ ସବୁକିଛି ବଦଳିଗଲା। ଏହା ହିଁ ଥିଲା କାହାଣୀର ସବୁଠୁ ବଡ଼ ମୋଡ଼, ଟର୍ଣ୍ଣିଂ ପଏଣ୍ଟ କହିପାରନ୍ତି। ଚାରିଆଡ଼େ ସେହି ବିନାଶୀଲା ଦେଖି ଅଶୋକ ନିଜକୁ ନିଜେ ଗୋଟିଏ ପ୍ରଶ୍ନ ପଚାରିଲେ। ବାସ୍, ଗୋଟିଏ ପ୍ରଶ୍ନ। ଏହା କରି ମୁଁ କ'ଣ ପାଇଲି? ଆଉ ଏହି ଗୋଟିଏ ପ୍ରଶ୍ନ ଭିତରେ ଏତେ ଶକ୍ତି ଥିଲା ଯେ ଏହା ତାଙ୍କର ପୁରା ଜୀବନକୁ, ତାଙ୍କର ଶାସନ କରିବାର ପୁରା ତରିକାକୁ ବଦଳେଇ ଦେଲା। ଆଉ ସେଇ ପ୍ରଶ୍ନରୁ ହିଁ ଆରମ୍ଭ ହେଲା ଏକ ନୂଆ ଯାତ୍ରା। ଏଇଟା ଖାଲି ଗୋଟେ ଭାବନା ନଥିଲା, ଏଇଟା ଥିଲା ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ। ତାଙ୍କ ଶାସନରେ, ତାଙ୍କ ଜୀବନରେ। ସେ ଯେଉଁ ଖଣ୍ଡାର ରାସ୍ତାରେ ଚାଲୁଥିଲେ, ସେ ରାସ୍ତାକୁ ସବୁଦିନ ପାଇଁ ଛାଡ଼ିଦେଲେ ଆଉ ଆପଣେଇ ନେଲେ କରୁଣାର ରାସ୍ତା। ହେଲେ ଏଇ ପରିବର୍ତ୍ତନ ଖାଲି କଥାରେ ନଥିଲା, କାମରେ ବି ଥିଲା। ଅଶୋକ ନିଜର ଏଇ ନୂଆ ବିଚାରକୁ ବାସ୍ତବ ରୂପ ଦେବା ପାଇଁ ବହୁତ କିଛି କଲେ। ଦେଖନ୍ତୁ, ସେ ବୌଦ୍ଧ ଧର୍ମ ଗ୍ରହଣ କଲେ, ରାଜକୀୟ ଶିକାରକୁ ପୂରାପୂରି ବନ୍ଦ କରିଦେଲେ, ଏପରିକି ପଶୁମାଂସ ଖାଇବା ଉପରେ ବି ରୋକ ଲଗେଇଲେ। ଆଉ ସବୁଠୁ ବଡ଼ କଥା, ବର୍ଷକୁ 56 ଦିନ ସମ୍ପୂର୍ଣ୍ଣ ଅହିଂସା ପାଳନ କରିବାର ନିୟମ ଆଣିଲେ। ତାଙ୍କର ଏହି ସମର୍ପଣ ଭାବନା କେବଳ ନିୟମ କାନୁନରେ ସୀମିତ ନଥିଲା, ସେ ନିଜକୁ ପୂରାପୂରି ଏହି କାମରେ ଲଗେଇ ଦେଇଥିଲେ। ନିଜର ଶରୀର, ମନ, ଧନ ସବୁକିଛି, ଏପରିକି ନିଜ ପିଲାମାନଙ୍କୁ ବି ସେ ଧର୍ମ ଆଉ ସତ୍ୟର ପ୍ରଚାର ପାଇଁ ସମର୍ପିତ କରିଦେଇଥିଲେ। ଏଇଟା ଥିଲା ତାଙ୍କର ପ୍ରକୃତ ନିଷ୍ଠା। ତେବେ ଏହି ପରିବର୍ତ୍ତନର ଫଳ କ'ଣ ହେଲା? ଏହାର ପ୍ରଭାବ କେବଳ ଅଶୋକଙ୍କର ଜୀବନକାଳ ଭିତରେ ରହିଲାନି, ବରଂ ଏହା ସମୟକୁ ବି ପାର କରିଗଲା ଆଉ ଇତିହାସରେ ତାଙ୍କର ଏକ ନୂଆ ପରିଚୟ ତିଆରି କଲା, ଯାହା ଆଜି ବି ଅମର ହୋଇ ରହିଛି। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ତାଙ୍କ ଶାସନର ପୂରା ମୂଳଦୁଆ ହିଁ ବଦଳିଗଲା। ଯେଉଁ ରାଜଗାଦୀ ଦିନେ ଖଣ୍ଡା ଆଉ ଡର ଉପରେ ଠିଆ ହୋଇଥିଲା, ସେହି ରାଜଗାଦୀ ଏବେ କରୁଣା ଆଉ ଭଲ ପାଇବାର ପ୍ରତୀକ ବନିଗଲା। ଏହା ଥିଲା ଜୋର ଜବରଦସ୍ତିରୁ ହୃଦୟ ଜିତିବାର ଶାସନ। ଆଉ ଏଇ କାହାଣୀରୁ ସବୁଠୁ ବଡ଼ ଶିକ୍ଷା କ'ଣ ମିଳେ? ଯେତେବେଳେ ଜଣେ ନେତା ବା ଶାସକ ନିଜେ ବଦଳି ଯାଆନ୍ତି, ତାର ଭଲ ପ୍ରଭାବ ପୂରା ସମାଜ ଉପରେ ପଡ଼େ। ଅଶୋକଙ୍କ ଏହି ପରିବର୍ତ୍ତନ କେବଳ ତାଙ୍କ ନିଜ ପାଇଁ ନଥିଲା, ଏହା ତାଙ୍କ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଶାନ୍ତି ଆଉ ଖୁସି ଆଣିଦେଇଥିଲା। ତେବେ ଶେଷରେ ଏହି କାହାଣୀ ଆମ ପାଇଁ ଗୋଟିଏ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। କ'ଣ ସତରେ ଆତ୍ମଚିନ୍ତନର ଗୋଟିଏ ଛୋଟ ମୁହୂର୍ତ୍ତରେ ଏତେ ଶକ୍ତି ଥାଏ ଯେ ତାହା କେବଳ ଜଣେ ମଣିଷକୁ ନୁହେଁ, ବରଂ ପୂରା ଇତିହାସର ଗତିପଥକୁ ବଦଳାଇ ଦେଇପାରେ? ଏ ବିଷୟରେ ନିଶ୍ଚୟ ଭାବିବା କଥା।